ଉଜ୍ଜଳ ହେଉଛି। ଆମେ ସବୁ ଚିନ୍ତା କରି ସକାଳୁ ଉଠି ପଡ଼ିଲେ କେଉଁଠୁ ଆମେ 200-500 ଆଣିବା, କେଉଁଠୁ ଆମ ଜମି ଧୋଇଗଲାଣି, ସବୁ ଆସିକି ବନ୍ୟା ଖାଇଯାଇଛି, ଏଇଠି ଆମର କ୍ଷୟକ୍ଷତି ହେଇଯାଇଛି, ଘର ଭାଙ୍ଗି ଯାଇଛି, ଏଗୁଡ଼ା ସବୁ ଚିନ୍ତା କରିବା କେମିତି ଆମେ ସେଠୁ ରକ୍ଷା ପାଇବା। କିନ୍ତୁ ଥରେ ଯଦି ପ୍ରଭୁଙ୍କ ଆଡ଼କୁ ସେଇ ଭଙ୍ଗା ଘର ଥାଉ, ଦେଖନ୍ତୁ 1958 ମସିହା ଅକ୍ଟୋବର 18 ତାରିଖରେ ନଈ ଖାଇଯାଇଛି, କିଛି ନାହିଁ, ମାନେ ଠାକୁରଙ୍କୁ କେବଳ ନେଇଥିଲା, ଠାକୁରଙ୍କୁ ଦୀକ୍ଷାଟା ନେଇଥିଲା, କିଛି ଠାକୁର କରିପାରେନି, ଅଭାବ ଋତୁରେ ପଡ଼ିଛି, ମାତ୍ର ଗୋଟିଏ ଛୁଆ, ସ୍ତ୍ରୀ, ସ୍ୱାମୀ, ନଈ ଖାଇଗଲା, ଘର ଭସିଗଲା। ଉଠି ଯାଇକି ଗୋଟେ ଗଛ ମୂଳରେ ସ୍ୱାମୀ ସ୍ତ୍ରୀ ବସିକି ଚିନ୍ତା କରୁଛନ୍ତି କ'ଣ କରିବା, ଆମେ କେଉଁଠିକି ଯିବା। ଏତେ ସାହସ ମନରେ ତା ସ୍ୱାମୀର, ସ୍ତ୍ରୀର ସେତେ ଯଦି ମାନେ ତା ସ୍ୱାମୀର ଗୋଟେ ସାହସ ଯେ ଠାକୁରଙ୍କୁ ନେଇଛେ ଆମେ, ଚାଲ କିଛି ଅସୁବିଧା ହେବନି, ମୋ ସାଥିରେ ଚାଲ, ଯାହା କରୁଛି କେଉଁଠି ଯିବ ମୋତେ ଟିକେ କୁହ ନା, ଚାଲ ମୋ ସାଥିରେ ଚାଲିଛନ୍ତି। କିନ୍ତୁ ସିଏ ବି ଜାଣିନି ଯେ ମୁଁ କାହାକୁ ଚାଲୁ କେଉଁଠି ଯାଇ ପହଞ୍ଚିବି ସେ ବି ଜାଣିନି। ବାଟେ ବାଟେ ଚାଲୁ ଚାଲୁ ଅତିକ୍ରମ କରିଯାଇଛି ବହୁତ ରାସ୍ତା, କିଛି ବାଟ ଗଲା ପରେ ଗୋଟେ ଜଙ୍ଗଲ ପଡ଼ିଛି, ଜଙ୍ଗଲ ମଝିରେ ଗୋଟେ ବିରାଟ ଗଛ ଅଛି, ସେ ଗଛ ଛାଇରେ ଟିକେ ବସିଲେ। ସ୍ତ୍ରୀ ଯେ କହୁଛି, ପିଲାଟା କହୁଛି, ବାବା ମୁଁ ଖାଇତେ ନାହିଁ, ମୁଁ ଚାଲିପାରିବି। ସ୍ତ୍ରୀ କହୁଛି ମୋତେ ବି ଶୋଷ ଲାଗିଲାଣି, ମୁଁ କ'ଣ କରିବି, ଆଉ କାହାକୁ ଆଣିଛ, କେଉଁଠିକି ଯିବା ଆମେ। ସେ ତ କିଛି ଉତ୍ତର ଦେଇପାରୁନି, ସେ ବସି ଟିକେ ଭଜଟା ଛାଇରେ ଟିକେ ବସି ଏମିତି କହୁ କହୁ ଜଣେ ଲୋକଟେ ଆସିଲା, ଗୋଟେ ଛତାଟେ ଧରିଛି, ଇଏ କହିଲା ବାବା କେଉଁଠିକି ଯିବରେ ନା ଆମେ ଆଉ କାହାକୁ ଯିବା, ଆମେ ତ ରାସ୍ତା କ'ଣ, ତା ସ୍ତ୍ରୀ କହୁଛନ୍ତି ଆମେ ତ ରାସ୍ତା ଭୁଲି ଯାଇଛେ। ସ୍ୱାମୀଟେ କହିଲେ ନା ନା ନା, ଭାଇଟେ କହିଲେ ନା ନା ରାସ୍ତା ଭୁଲି ଆମର ଗତି ହେଉଛି ଏଇଆ, ଆମର ସବୁ ସର୍ବନାଶ ହେଇଯାଇଛି, ସବୁ ନଦୀ ଖାଇକି ଘର ଦ୍ୱାର ଭାଙ୍ଗି ଯାଇଛି, ଆମେ ବହୁତ ଅସୁବିଧାରେ ପଡ଼ିଛେ, କେଉଁଠି ଯିବା, କିଛି ଜାଗା ଟିକେ କେମିତି ପାଆନ୍ତେ, ଆଉ ଖାଇବା ପାଇଁ ତାହା ପାଇନେ, ଏ ତ ନାଇଁ ଶୂନ୍ୟ ଲାଗିଲାଣି ଏ ରାସ୍ତା, ଆମେ କେଉଁଠି ପହଞ୍ଚିବା। ଏଇ କଥା କୁହନ୍ତୁ ସେ ବୃଦ୍ଧ ଲୋକଟେ କହିଲେ ଆଉ ଅଳ୍ପ ବାଟ ଯାଅ, ଏଇ ବାମ ହାତୀ ଗୋଟେ ଜମିଦାର ଘର ଅଛି, ସେ ଜମିଦାର ଘରେ ଆଉ ତୁମେ ପହଞ୍ଚିଲେ ସେ ତୁମକୁ ଖାଇ ନେବ, ଆଉ ସବୁ କିଛି ଦେଇପାରିବ। ଚାଲ ତାହେଲେ ତୁମ ବାନ୍ଧିଲେ ଚାଲ। କିଛି ବାଟ ଗଲା ପରେ ଦେଖାଗଲା ଜମିଦାରଙ୍କ ଘର ବିରାଟ ଆସ ଆଉ ପଡ଼ିଛି। ଏଇଠି ପହଞ୍ଚିଲାକୁ ଜମିଦାର ବସିଛନ୍ତି, ସବୁ ରାଶି ପରିବାର ଯେତେ ସବୁ ପଞ୍ଚାୟତ ସବୁ ଲାଗିଛନ୍ତି। ଇଏ ଯାଇକି ପ୍ରଣାମ କଲା ଜମିଦାର। ଜମିଦାର ଉଠି ପଡ଼ିକି ତୋ ମୁହଁ କାନ ତୋ ଘର କେଉଁଠି, ଏମିତି କାଙ୍ଗାଳ ହେଇକି ଆସି ନା ଆଜ୍ଞା ଏ କ'ଣ ଘର ଦ୍ୱାର ଖାଇଯାଇଛି, ମରି ଖାଇଯାଇଛି, ଆମେ ଆଉ ରହିବା କେଉଁଠି, ଆଉ ଚାରିଆଡ଼େ ବହୁତ ଦୂରର ଘର, ଦୟାକରି ଯଦି ଆପଣ ଟିକେ ସ୍ଥାନ ଦିଅନ୍ତେ ତାହେଲେ ଆମେ ବଞ୍ଚି ଯାଆନ୍ତେ ଆଜ୍ଞା। ନା ଠିକ୍ ଅଛି ନମସ୍କାର, ନେଇଯାଅ ତାଙ୍କୁ ଏଇଠି ଗୋଟେ ଜାଗା ଦିଅ, ସେଠି ସେ ଘର କରୁଛି, ଏବେ ଖାଇବାକୁ ଦିଅ, ସେ ଆଉ ମାଆଟେ ନାହିଁ, ଆଉ ଖାଇବା ପାଇଁ ଶୋଷ ଲାଗିଲାଣି, ପିଇବା ପାଇଁ ପାଣି ସବୁ ଦେ। କଲେ ହଉ ସେ ସବୁ ଦେଇ ସାରିକି ଗୋଟେ ଜାଗା ଦେଖେଇଲେ, ଗୋଟେ ମଣିଷ ଗୁଣ ସେଇ ଜାଗାଟା ଫାଙ୍କା ଅଛି, କହିଲେ ଏଇଠି ଗୋଟେ ଘର, ତାପରେ ପଡ଼ା ଇଆଡ଼େ କଲେ ଗୋଟେ ପଡ଼ାଟେ ମାରିଦେବା ପରେ ସେଠି ସେ ରହିଲେ। ଏମିତି ରହୁ ରହୁ ମାନେ ଜମିଦାରଙ୍କ ଅଧୀନରେ ଚଳିଲେ। ଜମିଦାର ବି ଦେଲେ, ଯାହା ବି ସେ ନିଜେ କାମ କରି ତା ଘରେ ଖାଇଲା ନେଲା। ଜମିଦାର ଦିନେ ଆସିଲା